ଆପଣଙ୍କୁ ଅର୍ଗସ ନ୍ୟୁଜ କୁ ସ୍ୱାଗତ। अर्गेस स्वागत। ଏବେ अर्गेस ଗୋଟେ न्यूज କଥା मोर ଅଛି, ଆପଣ 2026-27 ଯାତ୍ରା ଋତୁରେ ଶ୍ରୀମନ୍ଦିର କୁ ଆସୁଛନ୍ତି, आज्ञा କଥାରେ କିଛି ଆଧାର ଅଛି? नाई नाई श्रीमंदिर कंटाक्ट ହେଇଛି ଯିବା ପାଇଁ। ଆଜ୍ଞା, ତାହେଲେ ଆପଣ 2026-27 ଯାତ୍ରା ଋତୁରେ ଶ୍ରୀମନ୍ଦିର ସହିତ ହିଁ ଚୁକ୍ତି କରିଛନ୍ତି। ହଁ 26-27 ହୁଁ 2026-27 ଶ୍ରୀମନ୍ଦିର ଚୁକ୍ତି ହେଇଛି। ପୁଣି ଥରେ ଆପଣ ମଞ୍ଚକୁ ଫେରୁଛନ୍ତି, ମଞ୍ଚ କୁହାଯାଉଛି ବଡ ମଞ୍ଚ ବୋଲି, କାରଣ ଏବେ ବି ଆପଣ ଯାତ୍ରା କରୁଛନ୍ତି ସେଇଟା ଆମେ ମାନୁଛୁ, ଆଜ୍ଞା କିନ୍ତୁ ବିଭିନ୍ନ ଆଡେ କୁହାଯାଉଛି ଆପଣ ବଡ ମଞ୍ଚକୁ ପୁଣି ଫେରୁଛନ୍ତି। ତ ଏବେ ଦେଖନ୍ତୁ ଆପଣଙ୍କର ଆଜ୍ଞା, କଳାକାର ପାଇଁ ମଞ୍ଚ ସମାନ, ସିଏ ବଡ ହଉ ବଡ ସାନ କିଛି ନଥାଏ। ଆଜ୍ଞା କଳାଟା କଳା, ହୁଁ ଆଉ ସିଏ ବଡ କଳା ଏଠି ସାନ କଳା ଏମିତି ନଥାଏ ସାର୍। ଆଜ୍ଞା, ତ ଆପଣ ଯୋଉ କଣ୍ଟ୍ରୋଭର୍ସିରେ ଫସିଥିଲେ ମାନେ ଜାଣିପାରୁଥିବେ ମୁଁ କଣ କହୁଛି। ହଁ ହଁ କୁହନ୍ତୁ। ଯେତେବେଳେ ଆପଣ ସ୍ୱପ୍ନ ମହଲ ସହିତ ଥିଲେ ଆଜ୍ଞା ଏବଂ ତାପରେ ତୁଳସୀ ଗଣନାଟ୍ୟ ସହିତ ଚୁକ୍ତି କଲେ, ଆଜ୍ଞା ଆଉ ପରବର୍ତ୍ତୀ ସମୟରେ ମାଲିକ ସଂଘ ଆପଣଙ୍କୁ ଗୋଟିଏ ବର୍ଷ ପାଇଁ ବ୍ୟାନ କରିଥିଲା, ଏବଂ କାରଣ ଦର୍ଶାଇଥିଲା କି ଯେହେତୁ ଆପଣ ଗୋଟିଏ ପାର୍ଟି ସହିତ ଥାଇକି ଆଉ ଗୋଟିଏ ପାର୍ଟି ସହିତ ଅଗ୍ରିମ ଆଣିଥିଲେ, ତ ନାଇଁ ଏବେ ନାଇଁ ହୁଏତ ସେମିତି କିଛି ହବନି ତ? ନାଇଁ ନାଇଁ ମୁଁ ଅଗ୍ରିମ କୌଣସି ପାର୍ଟିରୁ ଆଣି ନଥିଲି। ଆଜ୍ଞା ତାଙ୍କ କହିବାରୁ ଅଯଥା ବାହୁଲ୍ୟ ସେମାନେ କହିଛନ୍ତି, କିନ୍ତୁ ମୁଁ କୌଣସି ପାର୍ଟିରୁ ଆଣିନଥିଲି, କେବଳ ତୁଳସୀ ପାର୍ଟିରୁ ହିଁ ଆଣିଥିଲି। ହୁଁ ଆଉ କାଳିଆ ପାଟିରୁ ପଇସା କି ଅନ୍ୟକୁ ଆଉ ଯେତେ ମାଲିକ ଅଛନ୍ତି କାହା ପାଖରୁ ଆଣିନଥିଲି। ଏ ହୁଁ ବର୍ଷ କଣ୍ଟ୍ରାକ୍ଟ ହେଇଛି ସୂର୍ଯ୍ୟ ହୁଁ ମନ୍ଦିର ଶ୍ରୀମନ୍ଦିର ଫେରିବା ପାଇଁ। ତ ଆପଣ ଶ୍ରୀମନ୍ଦିର ସହିତ କେତେ ଟଙ୍କାର ଚୁକ୍ତି କରିଛନ୍ତି, ସେମିତି କିଛି ଇନଫରମେସନ ଦେଇ ହବ? ଦେଖନ୍ତୁ କେତେ ଟଙ୍କା କଣ ନାହିଁ ସେଇଟା ତ ପାଟପାଟଣା କଥା, ଆଜ୍ଞା ଆଉ ହୁଁ କହିହବ ନା ସାର୍। ତ ଏବେ ଆପଣ ଖୁସି ଅନୁଭବ କରୁଛନ୍ତି ଯେହେତୁ ଶ୍ରୀମନ୍ଦିରକୁ ଆସୁଛନ୍ତି। ଏ ମୁଁ କେତେବେଳେ ତ ଦୁଃଖରେ ନଥିଲି, ମୁଁ ସବୁବେଳେ ଖୁସି ଥିଲି। ସେ ତାଙ୍କର ବେୟାନ କରିଥିଲେ, ମୁଁ ତ ଆଜ୍ଞା ବର୍ଷେ କାହିଁକି ସେ 5-10 ବର୍ଷ ବେୟାନ କଲେନି, ମୋର କିଛି କହିବାର ନଥିଲା। ମୁଁ ତ ହୁଁ କିଛି ଭୁଲ କରିନି, ତାଙ୍କ ବେୟାନ ମୁଁ କଣ ପାଇବି? ମୁଁ ଯାତ୍ରା କରୁଥିଲି, ଯାତ୍ରା କଲି, ପୁଣି ମୋତେ ବିଦା ତାଙ୍କ ମାଲିକାନା ସଂଘରୁ ମତେ ବିଦା କରିଦେଲା, ପୁଣି ସେମାନେ ଡାକିଲେ। ହୁଁ ହୁଁ କିଛି ଅସୁବିଧା ନାହିଁ, ଆମେ କଳା ଯୋଉଠି ଯିବୁ କଳା ପରିବେଷଣ ଆମେ ସେଇଠି କରିବୁ। ଆପଣଙ୍କର ସ୍ୱପ୍ନ ମହଲର ମାଲିକ ଯିଏ ରହିଛନ୍ତି ପ୍ରମୋଦ ସ୍ୱାଇଁ, ତାଙ୍କ ଉପରେ ପ୍ରମୋଦ ସ୍ୱାଇଁ ଆପଣଙ୍କର କିଛି ପଇସା ବାକି ଅଛି, ତ ସେ ପଇସା ହଁ କ୍ଲିୟର ହେଲାଣି? ସେଇ ତ ସେତେବେଳେ ବି ନାଣ୍ଡୁ ବାବୁଙ୍କ କତିରୁ ମୁଁ ପଇସା ଯେତେବେଳେ ଆଣିଲି 10 ଲକ୍ଷ ଫେରେଇଥିଲି, ମତେ ଦେଇଥିଲି ନାଣ୍ଡୁ ବାବୁ। ହୁଁ କାଳିଆ କତିରେ ସେତେବେଳେ ମୋର ସେଇ ପଇସା ଟା ଥିଲା ବାକି, ଆଜ୍ଞା ଯେହେତୁ ମୁଁ ସେଇଠି ନାଣ୍ଡୁ ବାବୁ ପଇସା ମୁଁ ଦେଲେନି ତ, ସିଏ ଯାହା ଘଟିଗଲା ଆଉ ସେଇ ଦିନଠୁ କାଳିଆ ବାବୁ ପଇସା ବି ନେଇ ନଥିଲେ। ଆଜ୍ଞା, ତ ସେଇଟା ହଁ ଏବେ ସେ ଟଙ୍କା ବି କ୍ଲିୟର ହେଇଯିବ। ହଁ ସେଇଟା ବି କ୍ଲିୟର, ବେଶୀ ପଇସା ତ ନଥିଲା ମୋ ଉପରେ, ମାତ୍ର ହୁଁ 3-4 ଲକ୍ଷ ଭିତରେ ମୋ ଉପରେ ଓଡର ହେଇଥିଲା। ହୁଁ ସେଇ ପଇସା ଟା 3-4 ଲକ୍ଷ ବି ମତେ ପ୍ରତିଶ୍ରୁତି ଦେଇଥିଲେ ତାଙ୍କୁ ଫେରିଦେବା ପାଇଁ, ଯେହେତୁ ମୋର ଅସୁବିଧା ହେଲା ମୁଁ ଫେରେଇ ପାରିନଥିଲି। ହୁଁ ହଉ ତାଙ୍କୁ ସୁଝିଦେବି ତାଙ୍କ ପଇସା। ତ ଏବେ ତୁଳସୀ ଗଣନାଟ୍ୟ ପ୍ରଯୋଜକ ଯଦି ଆପଣଙ୍କ ନାଁରେ କିଛି ଅଭିଯୋଗ ଆଣନ୍ତି, କାରଣ ଆପଣ ସେ ମଞ୍ଚକୁ ଚଢିଲେନି କିନ୍ତୁ ଶ୍ରୀମନ୍ଦିର ଆସିବେ ପୁଣି, ତ ସେମିତି କିଛି ଆଉ ବିବାଦ ଦେଖିବାକୁ ମିଳିବନି? ମୁଁ ସେଇଟା କହିପାରିବିନି। ହୁଁ ମୁଁ କୌଣସି ବିବାଦର ନାହିଁ, କୌଣସି କାହା ପାଖରେ ମୁଁ କିଛି ଭୁଲ କରିନାହିଁ। ଆପଣଙ୍କୁ ଟିକେ ଲାଗୁଛି କି ଆପଣ ଏତେ ଦିନ ଯାତ୍ରା କଲା ପରେ ଯୋଉ କଳାକାର ସଂଘ ରହୁଛି କି ମାଲିକ ସଂଘ ରହୁଛି, ତ ଏମାନଙ୍କ ଭିତରେ ତାଳମେଳର ଅଭାବ ରହୁଛି? ଆମର କଳାକାର ସଂଘ ଆମର ଠିକ ଅଛି। ହୁଁ ଆପଣ ନିଶ୍ଚିତ ଦେଖିଥିବେ, ହୁଁ ଆଉ ଆମର କଳାକାର ସଂଘ ଆମେ ଜାଣିବାରେ ଠିକ ଅଛି। ହୁଁ ଆଚ୍ଛା, ସେମାନେ ତାଙ୍କ ସଂଘକୁ ମଜବୁତ ରଖନ୍ତୁ। ପ୍ରତ୍ୟେକ ଜିନିଷର ସଂଘ ରହିଲେ ହୁଁ ସବୁ ଜିନିଷଟା ସୁଚାର ରୂପରେ ହେଇପାରିବ। ହୁଁ କିନ୍ତୁ ଅନେକ କ୍ଷେତ୍ରରେ ଆମେ ଦେଖିଛୁ କଳାକାର ସଂଘ ଥାଇ ମଧ୍ୟ ବେଳେ ବେଳେ ବିଭିନ୍ନ ଘଟଣାରେ ଚୁପ ରହୁଛି, ତ ଏମିତି କାହିଁକି ହଉଛି? କାହିଁ ଚୁପ ରହିନାହାନ୍ତି, କଳାକାର ତ ସଂଘ କେବେ ଚୁପ ରହିନି, କଳାକାର ସଂଘକୁ ତାଙ୍କ କଥା ଗଲେ ହୁଁ ମୋ ଉପରେ ଯାହା ହେଲା ମୁଁ ଜଣେଇଲି, ମୋର ହୁଁ କଳାକାର ହୁଁ ସଂଘ ଅଛନ୍ତି। କୋଉଠି କଣ କିଏ କରୁଛି ସେଟାକ କଳାକାର ସଂଘ ତ ଆଉ ଯାଇକି ତାଙ୍କୁ କଳାକାର ସଂଘକୁ ନ କହିଲେ ତ ସଂଘ ଆପେ ବାହାରିବନି ନା। ଆଜ୍ଞା କାହାର କିଛି ଏଲିଗେସନ ଥିଲେ ସଂଘକୁ କହିଲେ ସଂଘ ନିଶ୍ଚିତ ଆମ କଳାକାର ସଂଘ ଅଛି। ଆଉ ସମ୍ପୂର୍ଣ୍ଣ ସେ ସମସ୍ତ କଳାକାରକୁ ସାହାଯ୍ୟ କରିବା ପାଇଁ। ଏବେ ଆପଣଙ୍କର ଓମକାର ସହିତ ଚୁକ୍ତି ଖତମ? ଚୁକ୍ତି ତ ମୋର ଗୋଟେ ବର୍ଷ ଥିଲା। ଆଜ୍ଞା
ଆଉ ଜୁନ୍ ପର୍ଯ୍ୟନ୍ତ ମୋର କ୍ଲିୟର ହବ। ଜୁନ୍ ମାସରେ କ୍ଲିୟର ହଉଛି ଆପଣଙ୍କର ଚୁକ୍ତି। ହଁ ଚୁକ୍ତି। ହେଲେ ଆଗାମୀ ଯାତ୍ରା ଋତୁରେ ଆପଣ ଶ୍ରୀମନ୍ଦିର ଆସିବ ଏକ ପ୍ରକାର ସ୍ଥିର ଏବଂ ଫାଇନାଲ ମଧ୍ୟ। ହଁ ଆଜ୍ଞା ସ୍ଥିର ଫାଇନ। ହୁଁ ଏନେଇ ଆପଣ ପ୍ରମୋଦ ସ୍ୱାଇଁଙ୍କ ସହିତ ଆଲୋଚନା କଲେଣି କି କେଉଁ ନାଟକରେ ଆପଣ ଅଭିନୟ କରିବେ? ସେମିତି କିଛି ଆପଣଙ୍କ ପାଇଁ ସ୍ପେଶାଲ ବହି ଆସିବ? ନାଇଁ ଆଜ୍ଞା ଦେଖନ୍ତୁ ଏପର୍ଯ୍ୟନ୍ତ ମୁଁ 30 ବର୍ଷ ହେଲା ଯାତ୍ରା କଲିଣି। ହୁଁ ନାଟକ ହୁଁ କଣ ହବ, ନାଟକର ଚରିତ୍ର କଣ ଆସିବ, ହୁଁ ଓ ମୁଁ ସେସବୁ ମୁଁ ସାରେ ବୁଝେ ନାହିଁ। ମୋର ଦରକାର ମୋର ଅଭିନୟ କରିବି, ସେ ଗୋଟେ ସିନ୍ ଦେନେ କରିବି, 3ଟା ସିନ୍ ଦେନେ କରିବି। ଆମର ଅଭିନୟ ହେବନି କି ସେମିତି କିଛି କଣ୍ଟା ଡିମାଣ୍ଡ କରିକି ଯେ ମୁଁ ଏମିତି ଚରିତ୍ର କରିମି ଅମିଇ କରିମି ମୋ ପାଇଁ ନାଟକ ଲେଖିବ ସେମିତି ସାରେ ମୁଁ କଳାକାର ମୁଁ ଛୋଟିଆ କଳାକାର ଟିଏ। ତ ନରୀ ପଣ୍ଡାଙ୍କୁ ଯାତ୍ରା ଜଗତରେ ଆଜ୍ଞା ଯେହେତୁ ସେ ଅଭିନୟ କରୁଛନ୍ତି ତାଙ୍କର ବହୁତ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ଆମେ ମଧ୍ୟ ୟେସ୍ ବିଭିନ୍ନ ସମୟରେ ଦେଖି ଆସିଛୁ। ତ ଏବେ ଆଜ୍ଞା। ସେଇ ଫ୍ୟାନ୍ ଫଲୋଅର୍ସ ଆପଣଙ୍କ ରହିଛନ୍ତି ନା କିଛି କମି ରହିଗଲାଣି? ନାଇଁ ଆଜ୍ଞା ବଢୁଛନ୍ତି। ଆପଣ ଦେଖିଲେନି ହୁଁ କେତେ 30ଟା ଡିଷ୍ଟ୍ରିକ୍ଟରୁ କେତେ ଲୋକ ମୋ ପାଇଁ ବାହାରିଲେ। ବାସ୍ ହୁଁ ବହୁତ ବହୁତ ବାହାରିଛନ୍ତି, ବହୁତ ମନ ଦୁଃଖ କରୁଛନ୍ତି। ଆଉ ମୁଁ ସେମାନଙ୍କୁ ମୁଁ ଠାକୁରଙ୍କ ପାଖରେ ଡାକୁଛି ସବୁ ଦର୍ଶକ ଦେବତା ଭଗବାନ ହୁଁ ଆଉ ସେମିତି ମତେ ଭଲ ପାଇଥାନ୍ତୁ, ମତେ ସେମିତି ଆଶୀର୍ବାଦ କରନ୍ତୁ। ମୁଁ ତାଙ୍କ କତିରେ ସବୁବେଳେ ମୁଣ୍ଡ ତଳକୁ ରଖିଛି। ମୁଁ ମୋର ଆଜି ପର୍ଯ୍ୟନ୍ତ ମୋର ବଜେଇ ରଖିଛି। ମୁଁ ଯେତେ ହୁଁ ଦିନ ରହିବି ମୋ ଦର୍ଶକ ମୋ ପାଇଁ ଭଗବାନ। ଆଉ ହୁଁ ସବୁବେଳେ ତାଙ୍କ ପାଦ ତଳେ ମୋର ନତମସ୍ତକ ସବୁବେଳେ। ତୁଳସୀ ଗଣନାଟ୍ୟ ସହିତ ଆପଣଙ୍କର ଯୋଉ ଚୁକ୍ତି ହୋଇଥିଲା ସେ ସମୟରେ ନାଣ୍ଡୁ ବାବୁ ଆପଣଙ୍କୁ କିଛି ପଇସା ଦେଇଥିଲେ, ସେ ପଇସା ତ ଆପଣ କ୍ଲିୟର କରିସାରିଛନ୍ତି। ହଁ ମୁଁ ବର୍ତ୍ତମାନ ସମୟରେ ଆପଣ ନାଣ୍ଡୁ ବାବୁଙ୍କୁ ନେଇ କଣ କହିବାକୁ ଚାହିଁବେ? କିଛି ନାହିଁ ବାବୁ ଭଲ ତାଙ୍କ ବାଟର ବାବୁ ତାଙ୍କର ମୋ ବାଟରେ ଆଜ୍ଞା। ମୋର। ତ ଏବେ ମୋର ଶେଷ ପ୍ରଶ୍ନ ରହିବ, ଆପଣ ଆଜ୍ଞା ଆପଣଙ୍କର ଅଗଣିତ ଦର୍ଶକ ମାନଙ୍କୁ କଣ କହିବାକୁ ଚାହିଁବେ ଯୋଉମାନେ ଆପଣଙ୍କୁ ଭଲ ପାଆନ୍ତି ହୃଦୟରୁ? 26, 27 ହୁଁ ବହୁତ ଖୁସିରେ ରୁହନ୍ତୁ, ବହୁତ ଖୁସିରେ ରୁହନ୍ତୁ। ଜଗନ୍ନାଥ ପ୍ରଭୁ ବଡ଼ ଠାକୁର ଓଡ଼ିଶାର ଆମର ଆରାଧ୍ୟ ଦେବତା ହୁଁ ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ। ହୁଁ ସମସ୍ତେ ଭଲ ରୁହନ୍ତୁ। ବହୁତ ବହୁତ ଧନ୍ୟବାଦ। ଆମେ ଆଲୋଚନାକୁ ଏଇଠି ରଖୁଛୁ। ଆଜ୍ଞା ନମସ୍କାର ସାର୍। ଆଜ୍ଞା ଅର୍ଗସ ନ୍ୟୁଜକୁ ମୋର ନମସ୍କାର। ଜୟ ଜଗନ୍ନାଥ। ଆଜ୍ଞା। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।